ବି ଦେଖୁଛି ସୋସିଆଲ ମିଡିଆ ଟ୍ୱିଟରରେ ଯେ ରୁବେନ ବାନାର୍ଜୀ କେବେ ବି ନବୀନ ପଟ୍ଟନାୟକକୁ ଭେଟି ନାହାନ୍ତି। ମୁଁ ରେକର୍ଡଟା ଷ୍ଟ୍ରେଟ୍ କରିବାକୁ ଚାହିଁ, ମୁଁ ମୋର ଲାଇଫରେ ରବୀନ ବାବୁକୁ ବୋଧହୁଏ 300 ଥର ଭେଟିଥିବି କି ତାର ଅଧିକା ଭେଟିଥିବି, ଠିକ ଅଛି। ଏବଂ ଏମିତି ଗୋଟେ ଟାଇମ ବି ଥିଲା ଯେତେବେଳେ ଗୋଟେ ସପ୍ତାହ ମୁଁ ନବୀନ ନିବାସ ନା ଗଲେ ପରେ ଫୋନ ବି ଆସୁଥିଲା ଯେ ଦେହ ଠିକ ଅଛି ତ, ଆସୁନ କାହିଁକି। 2003 ମସିହାରେ ମୁଁ ଓଡ଼ିଶା ଛାଡ଼ିକିରି ପଳେଇଲି, ଦେଶ ଛାଡ଼ିକିରି ପଳେଇଲି, ଫେରିଲି 2016ରେ। ତାରପରେ ନୂଆ ନବୀନ ପଟ୍ଟନାୟକ ଅରିଜିନାଲ ଭର୍ସନଟା ଲେଖିଲି 2016ରେ। ସେଇ ଟାଇମରେ ମୁଁ ନବୀନ ବାବୁ ପାଣ୍ଡିଆନ ବାବୁକୁ କିଛି ନା ହେଲେ 10 ଥର ଭେଟିଥିବି। ଏବଂ ଏଇଟା ବି ମୁଁ ରେକର୍ଡରେ ରଖିଥାଏ, ପାଣ୍ଡିଆନ ବାବୁ ମୋତେ ସେଇ ବହି ଲେଖିବା ପାଇଁ ବହୁତ ସହଯୋଗ ବି କରିଥିଲେ ଏବଂ ବହୁତ ୱାର୍ମ ମୋତେ ରିସେପସନ ଦେଇଥିଲେ ସେତେବେଳେ, ଠିକ ଅଛି। ଆଚ୍ଛା, ଏବେ ଏଥର ତାରପରେ ମୋର କଥା ହଉଛି ଯେ ଏଇ ବହିଟା ବାହାରିଲା 2018ରେ, ଆଜି ଆମେ ଅଛୁ 2024ରେ। ତ ସେଇ ଅରିଜିନାଲ ନବୀନ ପଟ୍ଟନାୟକ ବହିରେ 50% ନବୀନ ପଟ୍ଟନାୟକର ପ୍ରଶଂସା ଥିଲା ଆଉ 50% କ୍ରିଟିସିଜମ ଥିଲା। ଯେଉଁମାନେ ପଢିଥିବେ ସେମାନେ ଜାଣିଥିବେ, ଠିକ ଅଛି। ସେୟା ପାଇଁ ବହିଟା ଆକ୍ସେପ୍ଟେଡ ହେଇଥିଲା, ଲୋକମାନେ ପସନ୍ଦ କରିଥିଲେ ଯେ ଯାହା ଅଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସତ ଲେଖା ହେଇଛି। ଏଟା ନବୀନ ପଟ୍ଟନାୟକ ବନ୍ଦନା ନଥିଲା, ହେଜିଓଗ୍ରାଫି ନଥିଲା। ମୋର କଥା ହଉଛି ଏବେ 2024ର ରିଭାଇଜ ସଂସ୍କରଣରେ କଣ ଅଛି, ସେଇ 50% ନବୀନ ପଟ୍ଟନାୟକର ପ୍ରଶଂସା ଅଛି, ସେଇ 50% କ୍ରିଟିସିଜମ ଅଛି। 50% ଯେ ପ୍ରଶଂସା ଥିଲା ସେଇଟା ହয়তো ଟିକେ ଅଧିକା ବଢି ବି ଯାଇଥିବ, ଏବେ 53-54% ହେଇଥିବ। କାହିଁକି ମୁଁ ନୂଆ କିଛି ଆନିକ୍ଡୋଟ ଯେଟା ନବୀନ ପଟ୍ଟନାୟକର ପଜିଟିଭ କିଛି ଗୁଣ ମୁଁ ଆଡ୍ କରିଛି। ତାହେଲେ ଲେଟ୍ ମି କମ୍ପ୍ଲିଟ୍ ୱାନ୍ ଇଏ। ତ କଥା ହଉଛି ଏଇ ବହିରେ ନୂଆ ସଂସ୍କରଣରେ ଡିଫରେଣ୍ଟଟା କଣ ଅଛି, ଡିଫରେନ୍ସ ହଉଛି ପାଣ୍ଡିଆନ ବାବୁ ଉପରେ ବଡ ଚ୍ୟାପ୍ଟର। ତ ଅରିଜିନାଲ ବହିଟାରେ ନବୀନ ବାବୁ କି ବିଜୁ ଜନତା ଦଳ କେବେ ରିଆକ୍ଟ କରିଲେନି, ପ୍ରତିକ୍ରିୟା ଜଣାଇଲେନି କିମ୍ବା କ୍ରିଟିସାଇଜ କଲେନି। ଏବେ କାହିଁ କ୍ରିଟିସାଇଜ କରୁଛନ୍ତି, ସେଇ ତ ସେମ୍ ଜିନିଷ ଅଛି, ପ୍ରଶଂସା ଅଛି, କ୍ରିଟିସିଜମ ଅଛି। ନୂଆ ଯେଟା ହଉଛି ସେଟା ହଉଛି ପାଣ୍ଡିଆନ ବାବୁ ଉପରେ ବଡ ଗୋଟେ ଚ୍ୟାପ୍ଟର। ଏଇ ବହିଟା ପ୍ରମାଣିତ କରୁଛି ଯେ ମୁଁ ପାଣ୍ଡିଆନ ପାଜଲ ଚ୍ୟାପ୍ଟରରେ ଯାହା ଲେଖିଛି ସେଟା ପ୍ରମାଣିତ ହଉଛି ସତ୍ୟ ହିସାବରେ। କାହିଁକି ପାଣ୍ଡିଆନ ବାବୁ ଚ୍ୟାପ୍ଟର ଲେଖିଲା ସାଙ୍ଗେ ସାଙ୍ଗେ ସେମାନେ ଆକ୍ଟ କଲେ। ତ ଆପଣ କହୁଛନ୍ତି ବିଜେଡି ରିଆକ୍ଟ କରୁଛି ପାଣ୍ଡିଆନ ବାବୁଙ୍କର ଚ୍ୟାପ୍ଟର, ଯୋଉଟା ପାଣ୍ଡିଆନ ପଜଲ ବୋଲି ଆପଣ ଲେଖିଛନ୍ତି। ନା, ମୁଁ କାହାକୁ କିଛି, ମୁଁ ଖାଲି ମୋର ଇଏ କରୁଛି ଯେ ଏ 6 ବର୍ଷ ରିଆକ୍ଟ କରିଲେନି, ଏବେ କାହିଁ ରିଆକ୍ଟ କରିଲେ କଣ ଅଛି। 50% ଏବେ 53-54% ନବୀନ ବାବୁର ପ୍ରଶଂସା ଥିବ, 46-47% ନବୀନ ବାବୁର କ୍ରିଟିସିଜମ ଥିବ, ଆଉ ନୂଆ ଯେଟା ଅଛି ସେଟା ହଉଛି ପାଣ୍ଡିଆନ ବାବୁ। ତ ତାହେଲେ ଏଥର ରିଆକ୍ସନର କାରଣଟା କଣ, ସେଟା ଆପଣମାନେ ସାମ୍ବାଦିକ ପଚାରିବା କଥା ଯେ ସେମାନେ କାହିଁ ରିଆକ୍ଟ କରୁଛନ୍ତି ଏଥର। ଶ୍ରୀଯୁକ୍ତ ବାନାର୍ଜୀ, କୁହାଯାଉଛି ଯେ ଯୋଉ ବିରୋଧୀ ଦଳ ନେତା ମାନେ ନବୀନ ବାବୁଙ୍କ ସମ୍ପର୍କରେ ଯାହା ଯାହା ସବୁ ଆଲୋଚନା କରୁଥିଲେ ଆପଣ ସେଇଆକୁ କେବଳ କମ୍ପାଇଲ କରିଛନ୍ତି। ତାହେଲେ ପ୍ରଶଂସା ବିରୋଧୀ ଦଳ ନେତା ମାନେ ପ୍ରଶଂସାଟା ଦେଇଛି ସବୁ ଯେ 53% ପ୍ରଶଂସା ଅଛି, ଆଉ ପୁରାଣା ବହିଟାରେ ବି ଥିଲା, ଏଇ ନୂଆ ସଂସ୍କରଣରେ ଅଛି। ସେଇଟା କଣ ବିରୋଧୀ ଦଳ ନେତା ମାନେ ମତେ ଫିଟ୍ କରିଛନ୍ତି ନବୀନ ବାବୁର ପ୍ରଶଂସା। ତ ଏଇ ବହି କୁ ନେଇକରି ବିଜେଡି ରିଆକ୍ଟିଭ ହଉଛି କେବଳ ପାଣ୍ଡିଆନ ବାବୁଙ୍କ ଚ୍ୟାପ୍ଟର ଯୋଗୁଁ ବୋଲି ଆପଣ ବିଶ୍ୱାସ କରୁଛନ୍ତି? ଆପଣଙ୍କର କଣ ଲାଗୁଛି? ଆପଣଙ୍କୁ କାଉଣ୍ଟର ପଚାରୁଛି, ଆପଣଙ୍କର କଣ ଲାଗୁଛି, ଆପଣଙ୍କର ଧାରଣା କଣ? କାହିଁକି ମୁଁ ତ କହିଲି ଏଇ ବହିଟାରେ ସେଇ 50-50 ପ୍ରଶଂସା ଆଉ କ୍ରିଟିସିଜମ ପୁରାଣା ବହିଟାରେ ଥିଲା, ଅରିଜିନାଲ ଭର୍ସନରେ ଏଇ ବହିଟାରେ ବି ଅଛି। ଇନଫ୍ୟାକ୍ଟ ପ୍ରଶଂସା ନବୀନ ବାବୁର ପ୍ରଶଂସା 1-2% ବଢି ଯାଇଥିବ। ନୂଆ ଯେଟା ଅଛି ଯେ ପାଣ୍ଡିଆନ ବାବୁର ଚ୍ୟାପ୍ଟର, ଏବେ ତାହେଲେ କାହିଁ ରିଆକ୍ଟ କରୁଛନ୍ତି ସେମାନେ କହିବେ ନା, ମୁଁ କେମିତି କହିବି। ଆଉ ଯେ ଏମାନେ କହୁଛନ୍ତି ଯେ ମୁଁ ଭେଟିନି, ମୁଁ ଏଥର 2018 ସୁଦ୍ଧା 18 ଯାଏ ମୁଁ ନବୀନ ବାବୁଙ୍କୁ ଭେଟିଥିଲି। ମୁଁ ଆପଣଙ୍କୁ କହିଲି ଏଥର ବହିଟା ଲେଖିବା ପାଇଁ ରିଭାଇଜ ସଂସ୍କରଣ ଲେଖିବା ଟାଇମରେ ଇଲେକ୍ସନ ପରେ ମୁଁ ନବୀନ ନିବାସ ଫୋନ କରିଥିଲି, କଣ୍ଟାକ୍ଟ କରିଥିଲି, ସିନିୟର ବିଜୁ ଜନତା ଦଳ ନେତା ଯୋଡ଼ିଆରେ ମୁଁ ମେସେଜ ପଠାଇଥିଲି, ନବୀନ ବାବୁ ରେସ୍ପଣ୍ଡ କରିନଥିଲି। ଏବଂ କିନ୍ତୁ ମୁଁ ତ ବହି ଲେଖିବି, କାହିଁକି ବହି ଲେଖିବା ପାଇଁ ବାୟୋଗ୍ରାଫି ଲେଖିବା ପାଇଁ ମୁଁ ଯଦି ଏଇ ବହିଟା ନବୀନ ପଟ୍ଟନାୟକ ବନ୍ଦନା ହେଇଥାନ୍ତା, ହାଜିଓଗ୍ରାଫି ହେଇଥାନ୍ତା, ତାହେଲେ ମୋତେ ନିହାତି ଆବଶ୍ୟକ ହେଇଥାନ୍ତା ନବୀନ ବାବୁର କୋର୍ଟ ନେବା ପାଇଁ। କିନ୍ତୁ ମୁଁ ତ ଏଇଟା ବନ୍ଦନା ପାଇଁ ଲିଖୁନି, ପ୍ରଶଂସା କରି ହାଜିଓଗ୍ରାଫି ଲିଖୁନି। ଏବଂ ଶୁଣନ୍ତୁ, ବର୍ତ୍ତମାନ ଭାରତବର୍ଷରେ ଯେ ସବୁ ବଡ଼ ବଡ଼ ହିଷ୍ଟୋରିଆନ କଣ୍ଟେମ୍ପୋରାରୀ ଅଥର୍ସ ମାନେ ଅଛନ୍ତି, ଧରନ୍ତୁ ରାମଚନ୍ଦ୍ର ଗୁହ, ମୋର ଫେଭରିଟ ରାଇଟର, ସେ ଗାନ୍ଧୀ ଉପରେ ବଢିଆ ବହି ଲିଖିଛନ୍ତି। ସେ କଣ ଗାନ୍ଧୀକୁ ଭେଟିଥିଲେ? ରାମଚନ୍ଦ୍ର ଗୁହ ଗାନ୍ଧୀ ଯେତେବେଳେ ଜିଇଥିଲେ ସେତେବେଳେ ରାମଚନ୍ଦ୍ର ଗୁହ ଜନ୍ମାଇଥିଲେ କି? ଜନ୍ମାଇ ନଥିବେ। ଧରନ୍ତୁ ମାନୁ ଏସ୍ ପିଲ୍ଲାଇ, another fantastic historian,
ମୋର ଫେଭରିଟ୍ ସେ ଆଲାଉଦ୍ଦିନ ଖିଲଜି ଉପରେ ଲେଖିଛନ୍ତି, ସେଇ ଉପରେ ଲେଖିଛନ୍ତି। ଯେତେବେଳେ ମାନୁଏସ୍ ପିଲ୍ଲାଇ କ'ଣ ଶିବାଜୀକୁ ଭେଟିଥିଲେ, ଏଇଟା ଗୋଟେ କଥା, ଏଇଟା ଗୋଟେ କାହାର ଲଜିକ୍।